ଓମ୍ ଜୟ ଶ୍ରୀ ସୀତାରାମ ଆଦ୍ୟକାଣ୍ଡ ବାଲ୍ମୀକି ରାମାୟଣ ବିଶ୍ୱାମିତ୍ରଙ୍କ ନୂତନ ସୃଷ୍ଟି ସର୍ଜନା ଓ ତ୍ରିଶଙ୍କୁ ନୃପତିର ସ୍ୱର୍ଗପ୍ରାପ୍ତ ବିବରଣୀ ଶେଷ ଭାଗ। ସଂକୀର୍ତ୍ତ ମଣ୍ଡଳ କରେ ଲକ୍ଷ୍ମୀ ହରିଗଣି ସପ୍ତବିଂଶତି ରାମ নসাইরে তৎপরে মেঘ প্রতিবদলরে সজিলে কুড়ি নন্যপতি বরে রূপিরে বিয়ালি ডরামগ বিয়াও কলথ মান্ডিয়া ডালু আম্বরা পুঁড়ি সরাইলে শোয়া ডানু আমরি চরেঙ্কি পক্ষিয়া সহিতে এই পরিবদ্রব্য সজিলে জগতে তাও তারতি শঙ্ক রখিবার পাই নূଆ স্বর্গ রচিବାକୁ বিচারিরে ସେହି ସ୍ୱର୍ଗପୁର ଦେବଗଣ ଦିଗପାଲ ତୁଲେ ଇନ୍ଦ୍ରଚନ୍ଦ୍ର ସଜିବାକୁ ଯୋଗରେ ବସିଲେ। ଏହା ଶୁଣି ଦେବଗଣ ମନେ ଭୟ ପାଇ ବିଶ୍ୱାମିତ୍ରଙ୍କର ପାଶେ ପ୍ରବେଶିଲେ ଯାଇ ବୈଲିକତ ପିବର ସ୍ୱରାମ୍ଭଗୀର ସାପ ପାଇ ସିଏ ତ୍ରିଶଙ୍କ ନରେଶ୍ୱର କେଉଁ ପରିସର୍ଗପୁରେ ସେ ସ୍ଥାନ ପାଇବ ଅକଳଙ୍କ ସ୍ଥାନ ସିନା କଳଙ୍କିତ ହେବ ଆପଣ ଯଦ୍ୟପି ତାକୁ ତପ ଭାବରେ ବାଧ୍ୟପୂର୍ବକ ବସାଇ ଦେବ ସ୍ୱର୍ଗପୁରେ ତାହିଲେ ଜାଣ ବହୁତ ଅନ୍ୟାୟ ହୋଇବ ବିଚାର କର ଏକଥା ଫୁଲ ପଦ୍ମେ ଦେବ ଏହିପରି ଦେବତାଏ କରନ୍ତି ଆପତ୍ତି। ବିଶ୍ୱାମିତ୍ର ମନ ମଧ୍ୟେ ହୋଇଲେ କତୃପ୍ତି ବଇଲେ ଦେବତାଗଣ ଶୁଣ ମୋ ଉତ୍ତର ପ୍ରତିଜ୍ଞା କରିଛି ପୂର୍ବେ ମୁହିଁ ସପ୍ତବାୟୁ ସ୍ୱରେତି ଦେବେ ତ୍ରିଶଙ୍କୁ ପଠାଇବି ଏକଥା କିପରି ମୁହିଁ ଅନ୍ୟଥ କରିବି ଆଉ ସୃଷ୍ଟି ସଜିବାକୁ ମୋର ଇଚ୍ଛା ନାହିଁ ସ୍ୱର୍ଗ ଭୋଗ ଯେତେ ସଙ୍ଗୁ ସେଇଥାଏ ହୋଇ সকরি অশেষ জনাম নক্ষত্র মণ্ডল সে মণ্ডলে থাই নূপ রহু চিরকার তাহা শুনি দেবতায় সনমত কলে সে তার ত্রিশঙ্ক হয় রঘন্তু হইলে দেব দেব বহিতহি ত্রিশঙ্ক রহিলা নক্ষত্রগণଙ୍କ মধ্যে শ্রেষ্ঠ বলাইলা। ଏହା ଦେଖି ବିଶ୍ୱାମିତ୍ର ଆନନ୍ଦିତ ହେଲେ ଦେବଗଣ ମାନେ ଯେ ଯାହାର ଚଲିଗଲେ ଏ ଉତ୍ତାରେ ଯଜ୍ଞ ବିଧି ହେଲା ସମାପନ ଋଷିମାନେ ଯେ ସ୍ଥାନେ କରିଲେ ଗମନ ଜ୍ୟୋତିଷ୍ଠକେ ବାସ କରେ ତ୍ରିଶଙ୍କ ନୃପତି ବିଶ୍ୱାମିତ୍ରଙ୍କର ତପ ଫଳ ହୋଇ ପ୍ରାପ୍ତି ଉପାୟ ମହିମା ଅତି ବିଶ୍ୱାମିତ୍ରଙ୍କର ক্ষেত্র মোহন সে পারে করই জুহার। ওম জয় শ্রী সীতারাম।